ଭାଇ ଆପଣଙ୍କ ପରିଚୟ? ମୋ ନାଁଟା ହେଲା ରବ୍ବାନ ଖାନ୍, ଏମିତି ମୋତେ ଖାନ୍ ଭାଇ ବୋଲି ଡାକନ୍ତି। ଆମେ ହାତିମଡ଼ା ମୁସଲିମ ସାହିରେ ଦୀର୍ଘ ଦିନରୁ ରହିଛି ଏଟା ଏଠି। କୋଉ ବ୍ଲକରେ ଯାଉଛି? ଏଠି ଆମର କୁଲିଅଣା ବ୍ଲକ। ଓହୋ, ଏଟା କୋଉ ନିର୍ବାଚନ ମଣ୍ଡଳୀ ଆସୁଛି? ଆମର ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀ। ଆଜ୍ଞା। କଣ ସମସ୍ୟା ସବୁ ରହିଛି ଆପଣଙ୍କର? ସମସ୍ୟା ମାନେ ବହୁତ ସମସ୍ୟା ଅଛି। ଦେଖନ୍ତୁ, ପୂର୍ବ ସରକାର ଯେତେବେଳେ ଥିଲେ, ଏଇଟା ସାକ୍ସନ ହେଇଥିଲା ଆମର ଏଇ କେନାଲ ସହିତ ରାସ୍ତାର। ଆଜି ପର୍ଯ୍ୟନ୍ତ ପୂର୍ବ ସରକାର ତ ଚାଲିଗଲେ ପଦରୁ, ବର୍ତ୍ତମାନ ସୁଦ୍ଧା କିଛି କାମ ହେଇପାରୁନି। ମୋତେ ମୋ ଆଶା ଅଛି ଯେ ଏଇ ବର୍ତ୍ତମାନ ସରକାର ଏଇ କାମଟାକୁ ଦେଖନ୍ତୁ, ଦେଖିକି ଆମ ସୁବିଧା ସବୁ କରନ୍ତୁ ହେଲା। ତାପରେ ଦେଖୁନ୍, ଆମ ଗାଁରେ ବି ବହୁତ ସମସ୍ୟା ଅଛି। କିଛି ଲାଇଟ୍ ନାହିଁ, କିଛି ପୁଲ ଗୋଟେ ନାହିଁ, ଆମେ ଆମେ ଯେମିତି ସମସ୍ୟାରେ ଦେଖୁଥିଲେ ଆପଣଙ୍କ ଗାଁକୁ ରାସ୍ତା ଠିକ ନାହିଁ, ଆମ୍ବୁଲାନ୍ସ ବି ଆସିପାରିବନି ସେ ନା, ରାସ୍ତାରେ। ଆମ୍ବୁଲାନ୍ସ କେବେ ଆସେନି। ଆଜ୍ଞା। ମୁଁ ସରକାରକୁ ନିବେଦନ କରୁଛି, ଅସୁବିଧା ସୁବିଧା ସବୁ ଆପଣ ପୂରଣ କରୁନ୍। ଏଥିପାଇଁ ଆମେ ସବୁ ଆପଣଙ୍କୁ ସବୁ ମାନେ କାମ ଆମେ ଶୁଣିଛି ଆପଣଙ୍କର କାମ, ଯେ ବହୁତ ଜଲ୍ଦି ଜଲ୍ଦି କାମ ହେଉଛି ବର୍ତ୍ତମାନ ଏଇ ସରକାରରେ। ତେଣୁକରି ଆମର ସାହି ବି ଯେମିତି କାମ ହଉ, ବର୍ତ୍ତମାନ କାମ କରିବା ନିହାତି ଦରକାର। ଆମେ ବର୍ତ୍ତମାନ ଆମେ ଆହୁରି ଗାଁ ଲୋକ ବି କହିବେ, କହିସାରିଲା ପରେ ଆପଣ ନିଶ୍ଚିନ୍ତ ହେଇପାରିବେ ଯେ ନା, ସମସ୍ୟା କ'ଣ ଅଛି କ'ଣ ନାହିଁ। ମୁଁ ଏକଲା କହିଲେ ତ ହେବନି। ଦେଖୁନ୍, ଗାଁର ସମସ୍ତେ ଛୁଆ ଛୁଆ ସମସ୍ତେ କହିବେ ଏଇ ସବୁ ଅସୁବିଧାର କାରଣ କ'ଣ ପାଇଁ ଅଛି। ଦେଖୁନ୍, ଟିକେ ମାନେ ରାସ୍ତା ହେଇକିରି ଅଟକିକି ରହିଛି। ବର୍ତ୍ତମାନ ବି ମୁଁ ଦେଖେଇବି ଆପଣଙ୍କୁ, ଚାଲୁନ୍। ଆଉ ସ୍କୁଲ ପାଇଁ ବି ରାସ୍ତା ପୁରା କଂକ୍ରିଟ ରାସ୍ତା ହେଇପାରିନି। ସ୍କୁଲ ପାଇଁ ବି ବହୁତ ସମସ୍ୟା ବର୍ତ୍ତମାନ ରହିଛି। ସ୍କୁଲ ବି ଆମର ମାନେ ଭଲ ରାସ୍ତା ନାହିଁ, ଆଉ ପୁଲ ନାହିଁ। ଆମର କିଛି ସୁବିଧା ଅସୁବିଧା ପାଇଁ ଆମ୍ବୁଲାନ୍ସ କେବେ ଜିନ୍ଦଗିରେ ଆମର ଏଠକୁ ଆସେ ନାହିଁ। କେବେ ବି ଆମେ ଯେତେ ଥର ବି ଆମ୍ବୁଲାନ୍ସ ଡାକିଛି, ସେଇ ପଟେ ହିଁ ରହିଯାଇଛନ୍ତି। ସେମାନେ କୁହନ୍ତି ଖଟିଆ ଜରିଆରୁ ଆଣିକିରି ଆମକୁ ଏଠି ଦିଅନ୍ତୁ। ତେଣୁକରି ଆପଣମାନେ ଯଥାଶୀଘ୍ର ସରକାର ମାଧ୍ୟମରେ କାମ ସବୁ ଷ୍ଟାର୍ଟ କରନ୍ତୁ। ଆପଣଙ୍କର ନିର୍ବାଚନ ପ୍ରତିନିଧି ଆସନ୍ତି ଆପଣଙ୍କ ଗାଁକୁ ଆସନ୍ତି? ଦେଖନ୍ତୁ, ସଞ୍ଜଳି ମୁର୍ମୁ ତ ଏଇନା ପର୍ଯ୍ୟନ୍ତ ଆସିନାହାନ୍। ମୋର ନିହାତି ତାଙ୍କୁ ମାନେ କହିବି ଯେ ଆମର ହାତିମଡ଼ା ମୁସଲିମ ସାହିକୁ ନିହାତି ଆସିକି ଦେଖନ୍ତୁ କି ପରିସ୍ଥିତିରେ ଆମେ ଅଛି। ବର୍ତ୍ତମାନ ବିଧାୟିକାକୁ ମୁଁ ଏତିକି କହିବି ଯେ ଆମ ହାତିମଡ଼ା ମୁସଲିମ ସାହି ବର୍ତ୍ତମାନ ଆସନ୍ତୁ, ଆସିକି କି ସୁବିଧା କି ଅସୁବିଧା ସବୁ ପଚାରନ୍ତୁ। ତାପରେ ଆପଣ କାର୍ଯ୍ୟ କାମ ଷ୍ଟାର୍ଟ କରନ୍ତୁ ହେଲା। ବର୍ତ୍ତମାନ ଆମର ପରିସ୍ଥିତି ଏମିତି ଅଛି ଯେ ଆମ ହାତିମଡ଼ା ମୁସଲିମ ସାହିରେ ସବୁ ଡେଲି ମଜୁରିଆ ଲୋକ। ସେମାନେ ସକାଳୁ ବାହାରି ଯିବେ, ସେଇ ରାତି 8 10 ସବୁବେଳେ ସେଇ ରାତିରେ ଆସନ୍ତି। ସେମାନେ ଆସିକି ମୁଠିଏ ଖାଆନ୍ତି, ଯାହା ବି ଇନକମ୍ କରି ଆଣିଛନ୍ତି ସେମାନେ ଖାଇ ପିଇକି ଆରାମ କରନ୍ତି। ତାପରେ ପୁଣି ଆର ଦିନ ସକାଳେ ସେମାନେ ବାହାରି ଆମେ ଯାଆନ୍ତି। ଯେମିତି ଦେଖୁଛେ ଆଜ୍ଞା, ଏ ରାସ୍ତା ଆପଣଙ୍କର ପୂର୍ବ ସରକାର ସମୟରେ ସାଂସନ, ଆପଣ କହୁଛନ୍ତି ସାଂସନ ହେଇଥିଲା, ଆଜ୍ଞା ଆଜ୍ଞା, ତ କାହିଁକି ଏଇଟା ରାସ୍ତା ହେଇନି ଏ ବାବଦରେ କିଛି ଆପଣ କାହାକୁ ଅଭିଯୋଗ କରିଥିଲେ? ମୁଁ କରିଥିଲି, ବିଡ଼ିଓକୁ କରିଥିଲି। ତାପରେ ପୂର୍ବ ସରକାରର ସିଷ୍ଟମ୍ ଟିକେ ଅଲଗା ଥିଲା। ଆଜ୍ଞା। ସିଷ୍ଟମ୍ ମାନେ ଆଗରୁ ସବୁ କିଛି ଓକେ କରିକିରି ବର୍ତ୍ତମାନ କାମ ବନ୍ଦ କରିଦେଉଥିଲେ। ବର୍ତ୍ତମାନ ସରକାର ତାକୁ ତନାଘନା କରନ୍ତୁ, କାହିଁକି କାମ ବନ୍ଦ ହେଲା, କାହିଁକି ଏମିତି ସବୁ କାମ କଲେ। ହାତିମଡ଼ା ମୁସଲିମ ସାହିରେ ଦୀର୍ଘ ଦିନରୁ ବହୁତ କିଛି ପାସ୍ ହେଇଥିଲା। ବର୍ତ୍ତମାନ ମୁଁ ବହୁତ ସଂଘର୍ଷ କରିଥିଲି ଆଜ୍ଞା, ବହୁତ ସଂଘର୍ଷ କରିଥିଲି, ବାକି ମୋତେ ଫଳ କିଛି ମିଳିଲା ନାହିଁ। ବର୍ତ୍ତମାନ ସଂଘର୍ଷ ମାନେ ମୁଁ ବିଡ଼ିଓ ପାଖକୁ ଯାଇଥିଲି, ସବ୍ କଲେକ୍ଟର ପର୍ଯ୍ୟନ୍ତ ଆସିକି ଏଗୁଡ଼ା ଦେଖିଥିଲେ ବର୍ତ୍ତମାନ ହେଲା। ତାପରେ ବି କିଛି କାମ ହେଇପାରିନି। ବର୍ତ୍ତମାନ ପୁଲଟା ସାକ୍ସନ୍ ହେଇଛି କି ନାହିଁ ସେଟା ବି ମୁଁ ଜାଣିପାରୁନି। କେହି ମୋତେ କହୁନାହାନ୍ତି ଯେ ସାକ୍ସନ୍ ହେଇଛି, ଅମୁକ ଦିନ କାମ ହେବ, ଷ୍ଟାର୍ଟ ହେବ, ଇଏ ହେବ ସେ ହେବ। ମାନେ ଆମ ମାନଙ୍କୁ କିଛି ଗୋଟେ ପ୍ରତିଶ୍ରୁତି ଦେଉନାହାନ୍ତି। ମୋ ନାଁ ଆଜ୍ଞା ଶେଖ୍ ଅବଦୁଲ କରିମ୍। ହାତିମଡ଼ା ମୁସଲିମ ସାହିରେ ମୁଁ ରହୁଛି। ତାପରେ ଆମର ରାସ୍ତା ବହୁତ କମ୍ୟୁନିକେସନ୍ ଖରାପ। ଆମର ଗୋଟେ ଆମ୍ବୁଲାନ୍ସ ଡାକିଲେ ବି ଆମ୍ବୁଲାନ୍ସ ଆସିବା ପାଇଁ ବି ମାନେ ପହଞ୍ଚି ପାରୁନି। ସେଇ ପୁଲ ପାଖରେ ଯାଇକି ଆମେ ଫେର ତାକୁ ବୋହିକି ପେସେଣ୍ଟକୁ ତାପରେ ଯାଇକି ସେ ସେଠୁ ନେଇକି ଯାଉଛି। ଆଉ ଆମର ଲାଇଟ୍ ବି ମାନେ ଗାଁରେ ଗୋଟେ ବି ନାହିଁ। ଏ ବାବଦରେ କାହାକୁ ଅଭିଯୋଗ କରିଥିଲେ ଆଗରୁ? ଆଜ୍ଞା କରା ବି ହେଇଥିଲା, ଶୁଣି ନାହାନ୍। କାହାକୁ କରିଥିଲେ? ଆମେ ସେ ନବୀନ ସରକାର ଯେତେବେଳେ ଥିଲା, ସୁଦାମା ମାରାଣ୍ଡି ଥିଲା, ସେତେବେଳେ ବି ଆମେ କହିଛୁ, କିଛି ବି ମାନେ ପଦକ୍ଷେପ ନେଲେନି। ଆମ ତାପରେ ଚ୍ୟାନେଲ ମାଧ୍ୟମରେ କ'ଣ ଅଭିଯୋଗ କରିବେ ସରକାରକୁ?
ଆମର ଦେଖିଲେ ଆପଣଙ୍କର ଲୋକଙ୍କ ସରକାର ଆସିଲେ ଆଜ୍ଞା ତ ବର୍ତ୍ତମାନ ଆପଣଙ୍କ ସମସ୍ୟା କେତେ ଦୂର ମାନେ ସମାଧାନ ହବ ସେ ବାବଦରେ କ'ଣ କହିବେ? ଆମର ଦରକାର ଆଜ୍ଞା ଏଗୁଡ଼ା ଆମର ଯାହା ଅସୁବିଧା ଅଛି ସେଗୁଡ଼ା ଯଦି କରିଦିଅନ୍ତି ତାହେଲେ ଆମର ଭଲ ହୁଅନ୍ତା ଜିନିଷଟା। ଆମର ତ ପାଣିର ବି ଅସୁବିଧା ଆଉ ତାପରେ ହେଉଛି ରାସ୍ତାର ବି ଆମର ଅସୁବିଧା ଆଉ ଆମେ ବହୁତ କଷ୍ଟରେ ଏଠି ଜୀବନଯାପନ କରିକି ଆମେ ଦିନ କଟଉଛୁ। ମଜିଦ୍ ଆଜ୍ଞା ତ ଆପଣଙ୍କର ଗାଁରେ ଏମିତି ଆମେ ଦେଖୁଛେ ବହୁତ ସମସ୍ୟା କ'ଣ ସବୁ ସମସ୍ୟା ରହିଛି? ଲାଇଟ୍ ବି ନାହିଁ ପାଣି ବି ଅସୁବିଧା ଆଉ ଯିବା ଆସିବାରେ ଆମର ରାସ୍ତା ବି ନାହିଁ ଆଉ କିସ କରିବା ଆମେ ଆପଣମାନଙ୍କୁ ଜିତେଇକିରି ମାନେ ଆମର କିଛି ତ ଲାଭ ହେଲାନି। ଆପଣଙ୍କ ନାମଟା ହାମିଦା ବିବି କ'ଣ ସମସ୍ୟା ଆପଣଙ୍କ ଗାଁରେ ଅଛି? আমার তো এঠে বহুত সমস্যা আছে বাট বি নাই লাইট বি নাই পানি সুবিধা নাই পুল গোটে দরকার পুল নাই বর্ষা দিনে আমার বহুত সমস্যা দরকার সেগা সবু লাইন নাই আমার লাইট নাই এঠে ଆଜ୍ଞା ଷ୍ଟ୍ରିଟ୍ ଲାଇଟ୍ ନାଇଁନି স্ট্রিট লাইট নাই ଏଇ ଯୋଉ ସଡ଼କ ସାଇଡ଼ରେ ସାଇଡ଼ରେ ବର୍ତ୍ତମାନ ଲାଇଟ୍ ଷ୍ଟ୍ରିଟ୍ ଲାଇଟ୍ ଗୋଟେ ବି ନାହିଁ ଆମ ଗାଁରେ ପୁରା ଅନ୍ଧକାରରେ ସନ୍ଧ୍ୟା ହଁ ଆଉ ଆମର ନିର୍ବାଚନ ପ୍ରତିନିଧି ଯିଏ ଅଛନ୍ତି ଆମର ସଞ୍ଜଳି ମୁର୍ମୁ ଆସନ୍ତି ଆପଣଙ୍କ ଗାଁକୁ? ନାଇଁ কাই আসিনি তো ଥରେ ବି ଆସିନାହାନ୍ତି। থরে বি